ହ୍ୟାଲୋ ସାଙ୍ଗମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ସଂଯୋଗ ବହୁତ ଭଲରେ ଅଛି। ଏସ୍କେପି କୁଇ କମେଣ୍ଟ ବା ଏସ୍କେପି ବ୍ଲଗ୍ସ ୟୁଟ୍ୟୁବ୍ ଚ୍ୟାନେଲ୍କୁ ମୁଁ ବହୁତ ସ୍ୱାଗତ କରୁଛି। ସାଙ୍ଗମାନେ ଦେଖନ୍ତୁ, ଆଜି ଗୋଟେ ମୁଁ କାମ ପାଇଁ ଯାଇଥିଲି। ଏଇଟା ମୁଁ ଲଠା ଆଣିବା ପାଇଁ ମୁଁ ଯାଇଥିଲି। ଆଉ ଦେଖନ୍ତୁ, ଏଇଟା ଦାଆ ଧରିଛି। ଏଇଟା ଦେଖୁଛନ୍ତି ଲଠା ମୁଁ କାଟୁଥିଲି ସେତେବେଳେ ସାଙ୍ଗମାନେ ମୁଁ ଗୋଟିଏ ମହୁଟି ଦେଖିଛି। ଆଉ ମହୁଟି ଅଛି କି ନାହିଁ ମୁଁ ପରେ ଦେଖେଇବି। ଆପଣମାନେ ଏମିତି ନୂଆ ଭିଡ଼ିଓ ଦେଖିବା ପାଇଁ ଜମାରୁ ଭୁଲିବେନି, ଫଲୋ କରିବେ। ଆଉ ସାଙ୍ଗନ୍ତୁ, ଏମିତି ନୂଆ ଭିଡ଼ିଓ ଦେଖିବାକୁ ହେଲେ ସବୁବେଳେ ମୋ ଚ୍ୟାନେଲ୍କୁ ଏସ୍କେପି କୁଇ ବ୍ଲଗ୍ ବା ଏସ୍କେପି କୁଇ କମେଣ୍ଟକୁ ସବୁବେଳେ ଇନଷ୍ଟାଗ୍ରାମ୍ ଫେସବୁକ୍ରେ ନ ଦେଖିଲେ ବି ୟୁଟ୍ୟୁବ୍ରେ ଜମାରୁ ଭୁଲିବେନି ସାଙ୍ଗମାନେ। ସଦାବେଳେ ୟୁଟ୍ୟୁବ୍ରେ ଦେଖୁଥିବେ, ଏମିତି ନୂଆ ଭିଡ଼ିଓ ଆସିବ। ଦେଖନ୍ତୁ, ଏବେ ମୁଁ ଲଠା କାଟିବା ପାଇଁ ପଶି ଯାଉଛି। ସାଙ୍ଗମାନେ ଦେଖନ୍ତୁ, ଦେଖୁଛନ୍ତି ମୁଁ ଆରମ୍ଭ କଲି। ଲଠା ସବୁ ଏଠି ଇଆଡ଼େ ସାଇଡ଼୍ ପର୍ଯ୍ୟନ୍ତ ମୁଁ ଆଣି ପକାଇବି, ତାପରେ କୁନ୍ଦିବି। ଦେଖନ୍ତୁ ସାଙ୍ଗମାନେ, ଏଇଟା ଭିତରେ ପଶିକି ମୁଁ ଯାଉଛି। ଏମିତି ଲଠା ହାଣିବାକୁ ପଡ଼ୁଛି। ଏଇଟା ସାଙ୍ଗମାନେ କ'ଣ ପାଇଁ ମୁଁ ଲଠା ଆଣୁଛି ଆପଣମାନେ ଦେଖିପାରୁଥିବେ। ଏଇଟା ଲଠା ହାଣିକିରି ଏଇଟା ଶୁଖିଲା ପରେ ସାଙ୍ଗମାନେ ଏଇଟା ପୋଡ଼େଇବି, ତାପରେ ଚାଷ କରିକି ହଳଦୀ ଲଗେଇବି। ଦେଖୁଛନ୍ତି ସାଙ୍ଗମାନେ, ମୁଁ ସରାଇଲା ପରେ କୁଦିବାର ଲାଗି ପଡ଼ିଛି। ଦେଖନ୍ତୁ, ଏଇଟା ସବୁ କୁଦିବି। ଦେଖନ୍ତୁ କେମିତି ମୁଁ ଲଟା ଉପରେ ଯାଉଛି। ଲଟାକୁ ପେଲି ଉପରକୁ ଯାଉଛି। ମୁଁ ଏଇଟା ସବୁ ଠେଲି କୁଦିବି ସାଙ୍ଗମାନେ। ସବୁ ଏମିତି କୁଦିଲା ପରେ ଏଇଟା ଶୁଖିଯିବ। ତାପରେ ଶୁଖିଲା ପରେ ନିଆଁ ଲଗା ହେବ। ତାପରେ ଏଇଟା ପୋଡ଼ିଯିବ ନା। ଯେତେବେଳେ ବର୍ଷା ଆସିବ ଏପ୍ରିଲ ଲାଷ୍ଟ କି ମେ ମାସରେ ଏଇଟା ହଳଦୀ ପାଇଁ ଚାଷ କରାହେବ। ଚାଷ କରିକି ସାଙ୍ଗମାନେ ଏଇଟା ହଳଦୀ ପକା ହେବ। ଯେଉଁ ଡାଳ ରଖା ହେଇଛି ସେ ଡାଳ ଗୁଡ଼ାକ ହଳଦୀ ପକାଇକିରି ହଳଦୀ ଉପରେ ଡାଳ ଗୁଡ଼ା ହେବ। ମୁଁ ପୂର୍ବ ଭିଡ଼ିଓରେ ଦେଖେଇଛି ସେ ଡାଳ ଗୁଡ଼ାକ, ସେ ଯାକ ଆଣିକିରି ଏଠି ସବୁ ହଳଦୀ ପକା ହେବ। ତାପରେ ଡାଳ ଯାକ ଗୁଡ଼ା ହେବ। ଦେଖନ୍ତୁ ସାଙ୍ଗମାନେ, ଏଇ ଭିତରେ ମୁଁ ଦେଖାଉଛି। ସରିଲା। ଏଇଠି ମହୁ ଅଛି। ଏ ଭିତରେ ମହୁ ଅଛି। ଦେଖିବେ ସାଙ୍ଗମାନେ, ମାଛି ଯାକ ପଶିବ। ମାଛି ଯାକ କେମିତି ପଶୁଛି, ସେ ମହୁ ଗୁଡ଼ାକ ଧରିକିରି ପଶୁଛି। ମାନେ ଏଠି ଦେଖେଇଥାନ୍ତି ମୁଁ, ଏବେ ଆସୁନାହିଁ। ଏଇ ଭିତରେ ଗୋଟେ ବାହାରିକି ପଳେଇଲା ମାଛିଟା, ଦେଖିପାରୁଥିବେ। ଦେଖନ୍ତୁ ମୁଁ କେମିତି ଖୋଳୁଛି। ଏଇଟା ଡାଙ୍ଗି ମାଧ୍ୟମରେ ସାଙ୍ଗମାନେ, ଶାବଳ ନାଇଁକି ଗୁଣ୍ଡି ନାଇଁକି ଧରି ନାହିଁ। ଏଇଟା ଏବେ ଖୋଳିବାରେ ଲାଗି ପଡ଼ିଛି। ଦେଖନ୍ତୁ, ଦେଖାଯାଉନି ମୁଁ ଖୋଳୁଛି। ଦେଖନ୍ତୁ, ଆଉ କିଛି ସମୟ ପରେ ଦେଖାଯିବ। ଏମିତି ଆକା ଦେଖିଥାନ୍ତୁ। ଦେଖାଯାଉଛି। ଗୋଟେ ପତ୍ର ରଖିଲି। ପତ୍ର ରଖିଲା ପରେ କାଢ଼ୁଛି ସାଙ୍ଗମାନେ। ଦେଖନ୍ତୁ, ଦେଖିଲେ ସାଙ୍ଗମାନେ, ଏଇଟା କାଢ଼ୁଛି। ଏଠି
ଦେଖନ୍ତୁ କାଢୁଛି। ସାଙ୍ଗମାନେ ସବୁ ଗୁଣ୍ଡ ହେଇକି ବାହାରୁଛି, ଦେଖିଲେ ଏଇଟା ସବୁ କେମିତି ହେଇକି ଆଉଛି। ଆହୁରି ଭିତରେ ଅଛି ସାଙ୍ଗମାନେ, ଦେଖାଯାଉନି ନା। ଦେଖନ୍ତୁ କାଢୁଛି। ଠିକ କାଢିଲି। ଆହୁରି ଅଛି ନା, ଆହୁରି ଅଛି ସାଙ୍ଗମାନେ। ଦେଖିପାରୁଥିବେ ଏଇଟା ମୁଁ କେମିତି କାଢୁଛି, ଦେଖିଲେ ସାଙ୍ଗମାନେ। ଏତେ କାଢିଲି, ଆହୁରି ଅଛି ମଧ୍ୟ, ଆହୁରି ଥିବ। ଦେଖିଲେ ଆହୁରି ଗୋଟେ କାଢିଲି। ଆହୁରି ଥିବ ସାଙ୍ଗମାନେ। ଏଇଟା ଗୋଟେ ଗୁଣ୍ଡ ହେଇକି ପଡ଼ିଛି। ଆଉ ଦେଖିବା ଅଛି କି ନାହିଁ କି। ଆଉ ଟିକେ ବାହାରିଲା, ଆହୁରି ଦେଖିବା ନା କ'ଣ। ନାଇଁ ସାଙ୍ଗମାନେ, ସବୁ ସରିଲା, ଏଇଟା ଲାଷ୍ଟ। ଦେଖିଲେ ସାଙ୍ଗମାନେ, ମୁଁ ସବୁ କାଢ଼ିଲି। ଏମିତି ଆଦିବାସୀ ମାନଙ୍କର କେଉଁ କାମକୁ ଗଲେ କ'ଣ କ'ଣ ଗୋଟେ ଦିନକୁ ମିଳୁଥାଏ। ଆଉ ସେଥିପାଇଁ ସାଙ୍ଗମାନେ ବହୁତ ଏମିତି ବହୁତ ଭଲ ଲାଗେ ଖାଇବା ପାଇଁ, ବହୁତ ମିଠା ବି ଲାଗେ। ଦେଖନ୍ତୁ ସାଙ୍ଗମାନେ, ଏଇଟା ମୁଁ ମହୁଟି କାଢ଼ିଲି, ଦେଖିଲେ ମହୁଟି କାଢ଼ିଲି। ଏଇଠି ରଖିଛି ମୁଁ ବହୁତ, 1 2 3 4 5ଟା ପେଣା ବର୍ତ୍ତମାନ ମିଳିଯାଇଛି। ଆଉ ସାଙ୍ଗମାନେ ଦେଖନ୍ତୁ, ଏଇଟା ତ ଭଲରେ ନାହିଁ, କେତେଟା ଭଲରେ ଅଛି କେତେଟା ନାହିଁ। ମୋର ବୋଧେ ପଇଥିଲା। ଦେଖିଲେ ସାଙ୍ଗମାନେ, ଏଭଳି ଆମ ଆଦିବାସୀମାନଙ୍କର କାମ କଲାବେଳେ କେତେବେଳେ ମହୁ ମିଳେ, କେତେବେଳେ କ'ଣ ମିଳେ, କନ୍ଦା ମିଳେ, ଆଉ କେତେବେଳେ କ'ଣ ସବୁ ଏମିତି ପାଇବାକୁ ହେଇଥାଏ। ସେଥିପାଇଁ ସାଙ୍ଗମାନେ ସବୁବେଳେ ଦେଖିଥାନ୍ତୁ ଭଲରେ।